ଯେ ପାଞ୍ଚେ ପର ମନ୍ଦ। ବହୁଦିନ ତଳର କଥା। ଗୋଟିଏ ବୃହତ୍ ଜଙ୍ଗଲ ଥିଲା। ଜଙ୍ଗଲର ନାମ ଥିଲା ସୁନ୍ଦରବନ। ଏହି ଜଙ୍ଗଲରେ ବହୁତ ପଶୁପକ୍ଷୀ ରହୁଥିଲେ। ସମସ୍ତେ ମିଳିମିଶି ବହୁ ଆନନ୍ଦରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ସଙ୍ଗାତ ଥିଲେ। ଗୋଟିଏ ହେଉଛି ହରିଣ, ଆଉ ଜଣେ ହେଉଛି କାଉ। ଦୁହିଁଙ୍କ ମଧ୍ୟରେ ବହୁତ ଘନିଷ୍ଠତା ଥିଲା। ଦୁହେଁ ମିଳିମିଶି ଜଙ୍ଗଲରେ ବୁଲୁଥିଲେ, ବହୁତ ମଜା କରୁଥିଲେ, ମିଳିମିଶି ଖାଦ୍ୟ ସଂଗ୍ରହ କରି ଖାଉଥିଲେ ଏବଂ ସନ୍ଧ୍ୟାରେ ଏକ ଗଛ ମୂଳକୁ ଫେରି ଆସୁଥିଲେ। ସେହି ଗଛର ଉପର ଡାଳରେ ଏକ ବସା କରି କାଉ ରହୁଥିଲା। ସେହି ଗଛର ତଳେ ଏକ ଝାଡ଼ିରେ ହରିଣଟି ଘର କରି ରହୁଥିଲା। ଦିନକର କଥା। ଦୁହେଁ ହରିଣ ଓ କାଉ ଜଙ୍ଗଲରେ ମିଳିମିଶି ବୁଲିଲା ସମୟରେ ହରିଣ ଉପରେ ପଡ଼ିଲା। ହରିଣଟିକୁ ଦେଖି ବିଲୁଆ ମନେ ମନେ ଭାବିଲା। ସେ କହିଲା, ଆରେ ବାଃ, ଏତେ ସୁନ୍ଦରିଆ ହରିଣଟା ଏ ଜଙ୍ଗଲରେ ଅଛି। କେବେ ତ ମୁଁ ଦେଖିନି ୟାକୁ। ଚେହେରାଟି ବହୁତ ଡଉଲ ଡାଉଲ ହୋଇଛି। ୟାକୁ ଯଦି ମୁଁ ମୋ ଫାଶରେ ପଟେଇ ଦେବି, ତାହେଲେ ମୋତେ ୟାକୁ ଶିକାର କରିବାକୁ ସୁବିଧା ହେବ। ଏହା ମନେ ମନେ ସେ ଭାବିଲା। ଏମିତି ସବୁଦିନ ସେହି ବିଲୁଆ ହରିଣଟିକୁ ପିଛା କରି କରି ଲୁଚି ଦେଖେ। ହରିଣ କେଉଁଆଡ଼େ ଯାଏ, କେଉଁଆଡ଼େ ଆସେ, ଏ ସବୁ କଥା ଏକ ଝାଡ଼ିରେ ଲୁଚି ସବୁ ଦେଖୁଥାଏ। ଦିନକର କଥା। ହରିଣଟି ଘଞ୍ଚ ଜଙ୍ଗଲ ଭିତରେ ଏକା ଏକା ଚରୁଥାଏ। ସେଦିନ ତା ପାଖରେ ତାର ସାଙ୍ଗ କାଉ ନଥାଏ। ହରିଣକୁ ଏକା ଦେଖି ବିଲୁଆ ଭାବିଲା, ଆରେ ବାଃ, ଏ ତ ବହୁତ ଭଲ ସୁଯୋଗ। ସେ ଆଉ କାଳ ବିଳମ୍ବ ନ କରି ହରିଣ ପାଖକୁ ଧୀରେ ଧୀରେ ମନ ଦୁଃଖ କରି ଗଲା। ହରିଣଟି ବିଲୁଆକୁ ଦେଖି ପ୍ରଥମେ ବହୁତ ଡରିଗଲା। ହରିଣଟିକୁ ଡରିଯିବାର ଦେଖି ବିଲୁଆ କହିଲା, ଆରେ ସାଙ୍ଗ, ତମେ ଜମା ଡରନି। ମୁଁ ତୁମ ପାଖକୁ ଏଠି ସଙ୍ଗାତ ହେବାକୁ ଆସିଛି। ମୋର ବହୁତ ସାଙ୍ଗ ଥିଲେ। ଏଇ କିଛି ଦିନ ହେବ ମୋତେ ସମସ୍ତେ ଛାଡ଼ି କେଉଁଆଡ଼େ ଚାଲି ଯାଇଛନ୍ତି। ମୁଁ ଆସିଛି ତୁମ ସାଙ୍ଗରେ ସଙ୍ଗାତ ହେବା ପାଇଁ। ଏହା କହି ଜୋରରେ କାନ୍ଦିବାକୁ ଲାଗିଲା। ବିଚରା ହରିଣ ବିଲୁଆର ଦୁଃଖ ସହି ନ ପାରି ବିଲୁଆ କଥାରେ ରାଜି ହୋଇଗଲା ଏବଂ ବିଲୁଆ ସହ ସଙ୍ଗାତ ବସିଲା। ସେହିଦିନ ଠାରୁ ହରିଣ ଓ ବିଲୁଆ ମିଶିକି ଜଙ୍ଗଲରେ ବୁଲିବାକୁ ଲାଗିଲେ। ନିଜ ନିଜର ଖାଦ୍ୟ ସଂଗ୍ରହ କରି ଖାଇବାକୁ ଲାଗିଲେ। ବିଲୁଆକୁ ସାଥିରେ ପାଇ ହରିଣ କାଉ କଥା ସମ୍ପୂର୍ଣ୍ଣ ଭୁଲିଗଲା ଏବଂ ବିଲୁଆ ସାଥିରେ ବୁଲିବାକୁ ଲାଗିଲା। ଏମିତି ଗୋଟେ ଦିନ ବିଲୁଆ ହରିଣକୁ କହିଲା, ସଙ୍ଗାତ, ଆମେ ତ ବହୁତ ଦିନ ହେବ ସଙ୍ଗାତ ବସିଲେଣି। ଏବେ ତୁମେ ରହୁଥିବା ସ୍ଥାନକୁ ମୋତେ ଟିକେ ନେଇଯାଉନ। ମୁଁ ଏକା ଏକା ବାହାରେ ରହୁଛି। ମୋତେ ବହୁତ ଭୟ ଲାଗୁଛି। ମୁଁ ଯଦି ତୁମ ସାଙ୍ଗରେ ରହିବି, ତାହେଲେ ବହୁତ ଭଲ ହେବ। ହରିଣଟି ବିଲୁଆର କଥାରେ ରାଜି ହୋଇ ବିଲୁଆକୁ ତା ରହୁଥିବା ଗଛ ମୂଳକୁ ନେଇଗଲା। ହରିଣଟି ବିଲୁଆ ସହିତ ରହୁଥିବା ଗଛ ପାଖରେ ପହଞ୍ଚିବା ପୂର୍ବରୁ କାଉ ସେହି ଡାଳ ଉପରେ ବସି ସବୁ ଦେଖୁଥିଲା। କାଉକୁ ଦେଖି ହରିଣ କହିଲା, ସଙ୍ଗାତ, ଏଇ ଦେଖ, ଆଜି ମୋ ସାଙ୍ଗରେ କିଏ ଆସିଛି। ଇଏ ହେଉଛି ମୋର ନୂଆ ସଙ୍ଗାତ ଓ ଇଏ ଆଜିଠାରୁ ଆମ ସହ ମିଶିକି ରହିବ। ଏତିକି କଥା ଶୁଣି କାଉ ସଙ୍ଗେ ସଙ୍ଗେ ରାଗିଗଲା ଓ ସେ ହରିଣକୁ କହିଲା, ଇଏ ତ ବିଲୁଆ। ଇଏ ଆମ ପରି ପଶୁପକ୍ଷୀମାନଙ୍କୁ ଶିକାର କରି ଖାଇଥାଏ। ଇଏ ସବୁବେଳେ ମାଂସ ଖାଏ। ଇଏ କେମିତି ଆମ ସାଙ୍ଗ ହୋଇପାରିବ? ଆଉ କେମିତି ଇଏ ବା ଆମ ସାଙ୍ଗରେ ରହିବ? କାଉର ଏହିପରି କଥା ଶୁଣି ସାରିବା ପରେ ବିଲୁଆ ସଙ୍ଗେ ସଙ୍ଗେ କାନ୍ଦିବାକୁ ଲାଗିଲା ଓ ସେ କହିଲା, ନାଇଁ କାଉ ଭାଇ, ମୁଁ ମୋର ସାଙ୍ଗମାନଙ୍କୁ ହରାଇ ଏକା ହୋଇ ଜଙ୍ଗଲରେ ବୁଲୁଥିଲି। ମୋତେ ହରିଣ ପରିକା ବହୁତ ଭଲ ସଙ୍ଗାତ ମିଳିଛି। ମୁଁ ମାଂସ ଖାଉ ନାହିଁ। ମୁଁ କେବଳ ତୁମମାନଙ୍କ ପରି ଫଳମୂଳ ଖାଇକି ବଞ୍ଚୁଛି। କାଉ ଏ କଥା ଶୁଣି ତାକୁ ସନ୍ଦେହ ଲାଗିଲା ଓ ସେ ଚୁପ୍ ରହିଲା। ଦିନକର କଥା। ବିଲୁଆ ମନେ ମନେ ହରିଣକୁ କେମିତି ଖାଇବ ସେ କଥା ଚିନ୍ତା କରୁଥିଲା। ତା ମୁଣ୍ଡକୁ ଏକ ବୁଦ୍ଧି ପଶିଲା। ସେ କହିଲା, ହରିଣ ଭାଇ, ସବୁଦିନେ ଏଇ ଜଙ୍ଗଲର ଘାସ ଫଳମୂଳ ଖାଇ ଆଉ ଭଲ ଲାଗୁନାହିଁ। ଚାଲ ମୁଁ ତୁମକୁ ଆଜି
ପାଖ ଗାଁରେ ଥିବା ଏକ ଜାଗାକୁ ନେଇଯିବି। ସେଠାରେ ସୁନ୍ଦର ସୁନ୍ଦର ପନିପରିବା ସବୁ ଲାଗିଛି। ତୁମେ ତାକୁ ମହା ଆନନ୍ଦରେ ଖାଇବ। ଏତିକି କହି ବିଲୁଆଟି ହରିଣକୁ ପାଖରେ ଥିବା ଜଙ୍ଗଲର ଏକ ବିଲକୁ ନେଇଗଲା। ସେଠାରେ ଗାଁର ଲୋକେ ପନିପରିବା ଫଳ ସବୁ ଲଗାଇଥିଲେ। ସେହି ପନିପରିବାକୁ ଦେଖି ହରିଣ ବହୁତ ଖୁସି ହୋଇଗଲା ଏବଂ ସେ ବିଲୁଆକୁ କହିଲା, ତୁମେ ହିଁ ମୋର ପ୍ରକୃତ ବନ୍ଧୁ। ମୋତେ ଏତେ ସୁନ୍ଦର ସୁନ୍ଦର ଖାଦ୍ୟ ଉପହାର ଦେଇଥିବାରୁ ମୁଁ ତମ ପାଖରେ ସବୁବେଳେ ଋଣୀ ହେଇ ରହିବି। ସେହି ବିଲରେ ବହୁତ ପନିପରିବା ହୋଇଥିବାରୁ ଚାଷୀ ଫସଲ କ୍ଷୟ ହେବା ବୋଲି ଭାବି ଜାଲ ବିଛାଇଥିଲା। ହରିଣଟି ଜାଣି ନ ପାରି ଫଳ ଖାଇବା ସମୟରେ ଭୁଲରେ ତା ପାଦ ସେହି ଜାଲ ଉପରେ ପଡ଼ିଗଲା ଏବଂ ସେ ଜାଲରେ ଫସିଗଲା। ହରିଣ ଏପଟରେ ଛଟପଟ ହେବା ଦେଖି ବିଲୁଆଟି ସାହାଯ୍ୟ କରିବା ବଦଳରେ ଦୂରକୁ ଧାଇଁ ଯାଇ ଗୋଟିଏ ଝାଡ଼ି ମୂଳରେ ଲୁଚି ଚୁପଚାପ ବସି ଦେଖିଲା ଓ ଭାବିଲା, ମାରିଦେଲା ପରେ ମୁଁ ଆରାମରେ ତାକୁ ଖାଇଦେବି। ଏହା ବିଚାର କରି ଚୁପଚାପ ଝାଡ଼ି ମୂଳରେ ଛକି ସବୁ ବସି ଦେଖୁଥାଏ। ସେହି ସମୟରେ କାଉଟି ଉଡ଼ି ଉଡ଼ି ଯାଉଥାଏ। ହଠାତ୍ ତାର ନଜର ତା ସାଙ୍ଗ ହରିଣ ଉପରେ ପଡ଼ିଲା ଏବଂ ସେ ଦେଖିବାକୁ ପାଇଲା କି ହରିଣଟି ଜାଲରେ ଲାଖିଯାଇ ଛଟପଟ ହେଉଛି ଏବଂ ଚିତ୍କାର କରୁଛି। କାଉଟି ଆଉ କାଳ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ଉଡ଼ି ଯାଇ ହରିଣ ପାଖରେ ବସିଲା ଏବଂ ତା ଥଣ୍ଟରେ ସେ ଜାଲକୁ ଛିଡ଼ାଇ ଦେଲା। ଜାଲକୁ ଛିଡ଼ାଇଲା ପରେ ହରିଣଟି ମୁକ୍ତ ହୋଇଗଲା। ଦୁହେଁ ଜୋରରେ ଧାଇଁ ଜଙ୍ଗଲ ଭିତରକୁ ପଳାଇଲେ। ସେ ରହୁଥିବା ସେ ଗଛ ପାଖରେ ଯାଇ ପହଞ୍ଚିଲେ। କାଉଟି ହରିଣକୁ ବହୁତ ବୁଝାଇଲା। ହରିଣ ମଧ୍ୟ ନିଜ ଭୁଲ ବୁଝିପାରି କାଉକୁ ଭୁଲ ମାଗିଲା। କାଉ ଓ ହରିଣ ମିଶି ବିଲୁଆକୁ ପାନେ ଦେବେ ବୋଲି ଯୋଜନା କଲେ। ଆଉ ଏକ ଦିନର କଥା, ହରିଣଟି ବିଲୁଆର ସାଙ୍ଗ ହୋଇ ବିଲୁଆକୁ ଆଉ ଏକ ଜାଗାକୁ ଡାକିକି ନେଲା ଭୋଜନ ଉଦ୍ଦେଶ୍ୟରେ। ଜଙ୍ଗଲ ପାଖରେ ଥିବା ଏକ ଗାଁରେ ବହୁତ ପନିପରିବା ଲଗା ହୋଇଥିଲା। ସେହି ଗାଁରେ ସେ ପନିପରିବା ସବୁକୁ ଜଙ୍ଗଲୀ ଜନ୍ତୁ କ୍ଷତି କରିଥିବାରୁ ସମସ୍ତ ଗ୍ରାମବାସୀ ଜାଲ ବିଛାଇଥିଲେ। ଏକଥା ବିଲୁଆ ଜାଣିନଥିଲା। ହରିଣଟି ସେ ଜାଲ ବସିଥିବା ବିଲୁଆକୁ ଡାକିକି ନେଲା। ବିଲୁଆ ଯେମିତି ସେ ବିଲରେ ପଶିଛି ତା ଗୋଡ଼ ସେ ଜାଲରେ ଲାଖିଗଲା। ସେ ଛଟପଟ ହେଲା, ଆଉ ଜାଲରୁ ବାହାରି ପାରିଲା ନାହିଁ। କିଛି ସମୟ ପରେ ସେହି ଜମିର ଚାଷୀ ଆସି ଦେଖିବାକୁ ପାଇଲା କି ଏକ ବିଲୁଆଟି ତା ଜାଲରେ ଲାଗିଛି। ସେ ବହୁତ ରାଗିଗଲା। ତାର ଉଜୁଡ଼ି ଯାଇଥିବା ଫସଲକୁ ଆଖି ଆଗରେ ରଖି ସେ ରାଗରେ ବିଲୁଆକୁ ପିଟିବାକୁ ଲାଗିଲା। ବିଚରା ବିଲୁଆ ଚାଷୀର ମାଡ଼ ସହି ନ ପାରି ଶେଷରେ ପ୍ରାଣ ହରାଇଲା। ଏହି ଗପରୁ ଗୋଟେ କଥା ଆମେ ଜାଣିବାକୁ ପାଇଲେ ସାଙ୍ଗମାନେ, ଆମେ କାହାର ଅମଙ୍ଗଳ ଚିନ୍ତା କରିବା ନାହିଁ। ପରକୁ ଯଦି ଆମେ କ୍ଷତି ପହଞ୍ଚାଇବାକୁ ଚାହିଁବା ତାହେଲେ ଆମେ ନିଜେ କ୍ଷତି କରିବା।